आज ହେଉଛି ଶ୍ରମିକ ଦିବସ। ଏହି ଉଦ୍ଦେଶ୍ୟରେ ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଖଣି ଅଞ୍ଚଳ ସ୍ଥିତ ଶ୍ରମିକ ସଂଘ କାର୍ଯ୍ୟାଳୟ ପାଖ ପଡ଼ିଆଠାରେ ବିଶାଳ ଶ୍ରମିକ ସମାବେଶ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଛି। ଏହି ଶ୍ରମିକ ଦିବସ ଉପଲକ୍ଷେ ଟାଟା ମୁଖ୍ୟ ଫାଟକ ସାମ୍ନା ଦୁର୍ଗା ପଡ଼ିଆରୁ 3000ରୁ ଊର୍ଦ୍ଧ୍ୱ ବାଇକ୍ ରାଲି କରି ଯାଜପୁର ସାଂସଦ ପ୍ରାର୍ଥିନୀ ସମିଶ୍ର ସେଠୀ ଏବଂ ସୁକିନ୍ଦା ବିଧାନସଭା ପ୍ରାର୍ଥୀ ଇଞ୍ଜିନିୟର ପ୍ରୀତି ରଞ୍ଜନ ଘଡ଼ାଇଙ୍କୁ ବିରାଟ ପଟୁଆରରେ ସଭାସ୍ଥଳକୁ ପାଛୋଟି ଆଣିଥିଲେ। ଆଜିର ଏହି ବିଶେଷ କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧିଙ୍କ ସହିତ ସ୍ଥାନୀୟ ଅଞ୍ଚଳ ବହୁ ଶ୍ରମିକ ଯୁବକର୍ମୀମାନେ ବିପୁଳ ସଂଖ୍ୟାରେ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ଭାବେ ସାଂସଦ ଶର୍ମିଷ୍ଠା ସେଠୀ, ସମ୍ମାନିତ ଅତିଥି ଭାବେ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ ଯୋଗଦାନ କରି ଶ୍ରମିକ କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ। କିଭଳି ଭାବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଡ଼ି ସଂଖ୍ୟାକୁ ବିପୁଳ ମାତ୍ରାରେ ମତଦାନ ଦେଇ ବିଜୟ ହାସଲ କରାହେବ ସେ ନେଇ ନିଜର ମନ୍ତବ୍ୟ ରଖିବା ସହ ଶ୍ରମିକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଅନେକ ହିତକାରୀ ଯୋଜନା ସମ୍ପର୍କରେ ଇଞ୍ଜିନିୟର ପ୍ରୀତି ରଞ୍ଜନ ଘଡ଼ାଇ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଶ୍ରମିକ ସଂଘର ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧୀରି ପରିଚାଳନା କରିଥିଲେ। देखो आज पवित्र श्रमिक दिवस माननीय मुख्यमंत्री श्रीजुक्त नवीन पट्टनायक महोदय श्रमिक मान सामाजिक सुरक्षा प्रदान करी आम मजूरी कथा कहवा आपण मैंने जानते 342 टकर 450 टका वृद्धि पाई एककालीन 100 टका वृद्धि कर समग्र भारत इतिहास यहाँ गोटे प्रथम कथा। आपण निर्माण श्रमिक कथा कहतु, बुणाकार केन्दुपत्र कथा कहतु, आपणकर अणसंगठित श्रमिक मान कथा कहतु, परिवहन क्षेत्र में आशा पाचिका अंगनवाड़ी क्षेत्र में कथा कहतु, समस्त माइंस एरिया रे इंडस्ट्रियलाइज एरिया रे सब श्रमिक मान सामाजिक सुरक्षा बलय भीतर को अणा विभिन्न योजना माध्यम से संगठित व्ययबराद अर्थ व्ययबराद कल्याण निमंते बहुत पदक्षेप ता बदल से स्नेह श्रद्धा विश्वास आशीर्वाद मान्यवर मुख्यमंत्री को आज पर्यंत दे आसी षष्ठ थर मान्यवर मुख्यमंत्री को से पुणी आशीर्वाद दे निश्चय विजय टीका पिंधाइबे। सुकिंदार जगन्नाथ बेहुरांग रिपोर्ट, एवान ओडिशा।